ଦେଖନ୍ତୁ ବିଶେଷ କରି ଉନ୍ନତ ମାନର କାମ ଯଦି ଆମକୁ ଦରକାର ଅଛି ତାହେଲେ ସବୁବେଳେ 5 ଲକ୍ଷରୁ ଉର୍ଦ୍ଧ୍ୱ ଯେତେ ଟଙ୍କା ହଉ ସବୁ ଯାକ ଟେଣ୍ଡର ମାଧ୍ୟମରେ କରାଗଲେ ତାହେଲେ କାମ ଠିକ୍ ମାନର ହବ। ଆଉ ଯଦି ବିନା ଟେଣ୍ଡରରେ 5 ଲକ୍ଷରୁ ଉର୍ଦ୍ଧ୍ୱ 10 ଲକ୍ଷ 15 ଲକ୍ଷ 20 ଲକ୍ଷ 30 ଲକ୍ଷ ଏମିତି ଯଦି କାମ ଯଦି କେହି କରନ୍ତି ସେ କାମ ଠିକ୍ ମାନର ହବ ନାହିଁ। ତେଣୁକରି ମୋ ମତରେ କମ୍ ସେ କମ୍ 5 ଲକ୍ଷରୁ ଉର୍ଦ୍ଧ୍ୱ ଯେତେ କାମ ଆସିବ ଯେତେ ଟଙ୍କାର କାମ ହଉ ସବୁ ଟେଣ୍ଡର ମାଧ୍ୟମରେ ହଉ ଏବଂ ସେଟା ପିଡବ୍ଲ୍ୟୁଡି ଡିପାର୍ଟମେଣ୍ଟ ମାଧ୍ୟମରେ ହଉ କି ଆର୍ଡି ମାଧ୍ୟମରେ ହଉ ତାହେଲେ ଠିକ୍ ମାନର କାମ ହେଇପାରିବ, କ୍ୱାଲିଟେଟିଭ୍ କାମ ହେଇପାରିବ ଏବଂ କାମ ମଜବୁତ ମଧ୍ୟ ହେଇପାରିବ। ତେଣୁ ଟେଣ୍ଡରରେ ହେବା ଦରକାର 5 ଲକ୍ଷରୁ ଉର୍ଦ୍ଧ୍ୱ ହେଲେ। ଏବେ ଆମକୁ ଦେଖିବାକୁ ମିଳୁଛି ଯେ ଗୋଚର ଜମି ଉପରେ ଦିନକୁ ଦିନ କାମ ହଉଛି, ଟେଣ୍ଡର ଆସି କାମ ହଉଛି, ଏ କେତେ ଦୂର ଠିକ୍ ଆଜ୍ଞା? ବର୍ତ୍ତମାନ ପରିସ୍ଥିତିରେ ଆଜ୍ ପର୍ ରେଭିନ୍ୟୁ ଲ ସେ ଅନୁସାରେ କୌଣସି ଗୋଚର ଜମି ଉପରେ କୌଣସି ଡେଭଲପମେଣ୍ଟ କାମ ହେବା ଉଚିତ ନୁହେଁ ବା କେବେ କରିବା ପାଇଁ ସରକାର ପରମିଶନ ଦେବେ ନାହିଁ। ଯଦି ଡେଭଲପମେଣ୍ଟ କାମ ପାଇଁ କୌଣସି ଗୋଚର ଜାଗାରେ ପରମିଶନ ଦିଅନ୍ତି ତାହେଲେ ଅଲଗା ଯେତିକି ଜାଗା ସେ ଦେବେ ଅଲଗା ଜାଗାରେ ସେତିକି ଗୋଚର ଜମି ଦେବାକୁ ପଡ଼ିବ। ତେଣୁକରି ସବୁଠୁ ଭଲ କଥା କୌଣସି ଗୋଚର ଜାଗାରେ କୌଣସି କାମ ପାଇଁ ଶୁଭ ଦେବା ଠିକ୍ ହେବ ନାହିଁ। କାରଣ ଦିନକୁ ଦିନ ଗୋଚର ଜମି କମି କମି ଆସିଲାନି, ଗାଈ ଗୋରୁ ଚଲାବୁଲା କରିପାରୁନି, ବିଲ୍ଡର୍ସ ମାନେ ଅଧିକାଂଶ ଗୋଚର ଜମି ଜୋର ଜବରଦସ୍ତି ସେମାନେ ତାଙ୍କ ଅକ୍ତିଆରକୁ ନେଇକରି ରାସ୍ତା ବନାଉଛନ୍ତି, ଘର କରୁଛନ୍ତି। ତେଣୁକରି ଆମ ସରକାର ଏ ବିଷୟରେ ନିଶ୍ଚିତ ଭାବରେ ଲକ୍ଷ୍ୟ ରଖିଛନ୍ତି ଏବଂ ଯେଉଁମାନେ ଏହାକୁ ଭାୟୋଲେସନ କରିଛନ୍ତି ତହସିଲଦାର ମାନେ ତୀକ୍ଷ୍ଣ ଦୃଷ୍ଟି ରଖିବା ଦରକାର। ଗୋଟିଏ ଇଞ୍ଚ ଗୋଚର ଜମି କେବେ ଅନ୍ୟ କାମରେ ବ୍ୟବହାର ହେବା ଦରକାର ନାହିଁ, ବ୍ୟବହାର ହେବା ଉଚିତ ନୁହେଁ। ତେଣୁକରି ମୁଁ ଏ ବିଷୟରେ ତହସିଲଦାର ମାନଙ୍କୁ ଦୃଷ୍ଟି ଆକର୍ଷଣ କରିବି ଏବଂ ବିଡିଓ ମାନଙ୍କୁ ଦୃଷ୍ଟି ଆକର୍ଷଣ କରିବି, ସେମାନଙ୍କୁ ଅନୁରୋଧ କରିବି ଯେପରି ଗୋଚର ଜମିରେ କୌଣସି ଡେଭଲପମେଣ୍ଟ କାମ ନ କରନ୍ତୁ।